ସାଙ୍ଗମାନେ ଶୁଭ ସକାଳ। ମୁଁ ୱେଲକମ୍ କରୁଛି ଆଉ ଗୋଟେ ନୂତନ ଏବଂ ଫ୍ରେଶ୍ ଭିଡ଼ିଓରେ। ଆଉ ଆପଣମାନଙ୍କୁ ଆଜି ଦେଖେଇବି ମୁଁ କ'ଣ ନା ଛତୁ ଜଙ୍ଗଲ ଭିତରେ ଏଇନେ ବୁଲୁଛୁ। ଆଉ ଜଙ୍ଗଲ ମାନେ ଏଇ ଛୋଟ ମୋଟ ଆଉ ଜଙ୍ଗଲ ମାନେ ଆଉ କ'ଣ ବଡ଼ ଜଙ୍ଗଲ ଭିତରକୁ ଯିବୁ। ବଡ଼ ଜଙ୍ଗଲ ଭିତରକୁ ଗଲେ ଆସିପାରିବୁନି। ଛୋଟ ମୋଟ ଜଙ୍ଗଲ ଭିତରେ ବୁଲା ଚାଲିଛି ଆଉ ମାଛିରା ରଖେଇ ବସେଇ ଦେନା ଶୁଣା ଆମ ଯୋଉଠି ଟିକେ ଠିଆ ହେଲେ ମଶା କାମୁଡ଼ିକି ପୁରା ଫୁଲେଇ ଦେଉଛନ୍ତି। ଆଉ ଏମିତି ଗଲେ ମାଛିରା ଖାଲି ମୁହଁରେ ରହନ୍ତି, ଆଖି ଉଖା ଭିତରେ ପଶି ଯାଉଛନ୍ତି। କ'ଣ କରିବ ଏମିତିରେ ଚାଲିଛି ଖୋଜାଖୋଜି। ଛତୁ ଦେଖିବା କେତେ କ'ଣ ମିଳୁଛି। ଆଖି ଭିତରକୁ କିନ୍ତୁ ପଳେଇ ଆଇଲା। ଆପଣମାନେ ଦେଖନ୍ତୁ ଭିଡ଼ିଓ, ସବସ୍କ୍ରାଇବ୍ କରନ୍ତୁ। ଯୋଉ ପାଗରେ ଯୋଉ ଅଳିଆ ମଶା ମାଛି ବୁଲିବାକୁ ଇଚ୍ଛା ହେଉନି। ଆସିବା ନାହିଁ ହେଲେ ଅର୍ଗାନିକ୍ ଫୁଡ଼୍ ଖାଇବାକୁ ହେଲେ ବୁଲିବାକୁ ପଡ଼ିବ ଆଉ। ହଉ ଦେଖୁଥାନ୍ତୁ ଆପଣମାନେ। ଆମର ଏଠି ୟାକୁ ନାଡ଼ ଛତୁ କୁହାଯାଏ। ଆଉ ସେ ତ କହିଲେ ମ୍ୟାଡ଼ାମ୍ କହିଲେ ୟାକୁ ବିଟଣ କୁହାଯାଏ ବୋଲି। ଆଉ ଏଇଟା ଯେଉଁଟା ୟା ପରେ ଆସୁଛି ୟାକୁ କୁହାଯାଏ କ'ଣ କହିଲ ବାଲି ଛତୁ, ଛୋଟ ବାଲି। ଇଏ ମାନେ ଆଉ ଗୋଟେ ବଡ଼ ବାଲି। ଏଇ ବାଲି ଛତୁ କିନ୍ତୁ ବିଟଣ ଛତୁ ଜଡ଼ି ହେଡ଼ି ପୁରା ହୁଏ ବାଲି ଛତୁ, ବୁଝିପାରିଲେ। ଆଉ ଦେଖନ୍ତୁ କେମିତି କ'ଣ ନାଡ଼ ଛତୁ ହେଇଛି। ଆମେ ନାଡ଼ ଛତୁ କହୁ, କିନ୍ତୁ ଆପଣଙ୍କ ଆଡ଼େ କ'ଣ ସବୁ କୁହାଯାଏ ଆପଣ କମେଣ୍ଟ କରନ୍ତୁ। ମ୍ୟାଡ଼ାମ୍ ତ କହିଲେ ତାଙ୍କ ଆଡ଼େ ଛତୁକୁ ବିଟଣ ଛତୁ କୁହାଯାଏ। ଦେଖନ୍ତୁ କେମିତି କ'ଣ ହୋଇଛି, କେମିତି କ'ଣ ନିଆଯାଉଛି। ହଙ୍କା ଫଙ୍କା ହୁଏ ଏବଂ ଗଛ ଫଛ ଲଟା ଉଇ ଯେଉଁମାନେ ଥିବେ ସେଇଠି ସବୁ ହୁଏ ଏସବୁ ଛତୁ। ଉଇ ମାନେ ଆଣିକି ତା ମଞ୍ଜି ଲଗାନ୍ତି କ'ଣ କେଜାଣି, କିନ୍ତୁ ଏସବୁ ନ୍ୟାଚୁରାଲି ଫୁଡ଼୍, ଅର୍ଗାନିକ୍ ପୁରା ମସ୍ତ। ଆହୁରି ବହୁତ ବଡ଼ ବଡ଼ ହେଇଥାନ୍ତା କିନ୍ତୁ ୟାକୁ ଛାଡ଼ିଗଲେ ମିଳିବନି ଆଉ, କାରଣ ବହୁତ ଲୋକ ବୁଲୁଛନ୍ତି ନା। ତ କାହା ଭାଗ୍ୟରେ କ'ଣ ତ ଏମିତି ଯଦି ହଁ କେଉଁ ସେଫ୍ଟି ଏରିଆ ଥାନ୍ତା, ହଁ ତାକୁ ଛାଡ଼ି ଦେଇଥିଲେ ଆପଣମାନେ ଦେଖିଥାନ୍ତେ କେତେ ବଡ଼ ବଡ଼ ଏଇଟା ହେଇଥାନ୍ତା। କିନ୍ତୁ ଏଇ ପୁରା ଜଙ୍ଗଲ ଜିନିଷ ଛାଡ଼ିକି ପଳେଇବ ନା, ଆଉ ଯିଏ ହେଲେ ନେଇଯିବ। ତେଣୁକରି ଛାଡ଼ି ହେବନି, କେତେବେଳେ ପାଇଲ ମାନେ ନେଇ ଚାଲ। ସେ ଛୋଟିଆଟି ହେଇଥାଉ କି ଭୂଇଁରୁ ନ ବାହାରିଥାଉ, ଛାଡ଼ିଲା ମାନେ ମିଳିବନି ବା। ଦେଖୁଛନ୍ତି ଏଇଟା ସବୁ ଉଇ ମାନେ ତା ଯେଉଁ ଇଏ ମାଟି ଘୋଡ଼େଇ ଦେଇଛନ୍ତି। ଯେଉଁ ବର୍ଷା ହେଇଛି ମାଟି ଘୋଡ଼େଇ ଦେଇଛନ୍ତି, ଉଇ ମାନେ ଖାଇଥାନ୍ତେ ବୋଧେ ୟାକୁ ଆଉ। କିନ୍ତୁ ମୁଁ ଜାଣିଛି ଉଇ ମାନେ ଯେଉଁଠି ରୁହନ୍ତି ଏଇଆ ସବୁ ହୁଏ। ଏଇଟା ହେଉଛି ସବୁ ବାଲି ଛତୁ, ଛୋଟ ଛୋଟ ବାଲି ଜାଗା ମାନେ ଏସବୁ ଫୁଟେ। ଇଏ ବାଲି, ସିଏ ହେଉଛି ନାଡ଼। ଆପଣଙ୍କ ଆଡ଼େ କ'ଣ କୁହାଯାଏ ଆପଣମାନେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଛତୁକୁ କ'ଣ କ'ଣ କୁହାଯାଏ। ହଉ ଆମେ ଆମର ତୋଳିବା ଆଉ, ଆପଣମାନେ ଦେଖନ୍ତୁ, ଦେଖିକି ଖୁସି ହୁଅନ୍ତୁ। ଆଉ ଆମେ ବି ତୋଳିକି ଖୁସି ହେଉଛୁ ଆଉ ହେଲା। ଏଗୁଡ଼ା ହେଉଛି ବିଟଣୀ, ବହୁତ ବଡ଼ ହେଇଥାନ୍ତା। ଏଇଟା ସବୁ ତା ନାଡ଼ଟା ଫିଙ୍ଗି ଦିଆହେବ ଆଉ, ଅଳ୍ପ ମାନେ ଅଧାରୁ କିନି ଆଉ ଏତିକି ହବର ରହିଲା। ବର୍ତ୍ତମାନ ପକା ହେଇଛି ପାଣି, ବାଛ ଚାଲିଛି। କେତେ ବିରକ୍ତିଆ ଲାଗୁଛି ବାଲି, ଏଇଟା ହେଉଛି ନାଡ଼, କେତେ ଅଛି ଏଇଟା ହେଉଛି ଡ଼ାଙ୍ଗ ଫିଙ୍ଗା ବଡ଼ ୱାଇଲ୍ଡ ମସରୁମ୍, ଜଙ୍ଗଲର ଛତୁ। ଆଉ ଦୁଇଟା ଭେରାଇଟି, ଦୁଇ ପ୍ରକାରର ଆମେ ଆଣିଛୁ। ଗୋଟେକୁ କୁହାଯାଏ ଛୋଟ ଛୋଟ ଟାଇପ୍ର ବାଲି ଛତୁ, ଆଉ ଗୋଟେ ନାଡ଼ ଛତୁ, ଯେଉଁଟାକି ଅଲଗା ଅଲଗା ଲାଙ୍ଗୁଏଜ୍ରେ ସମସ୍ତେ ଜାଣିଛନ୍ତି। କିଏ ବିଟଣ ଫିଟଣ ଏମିତି କ'ଣ ଗୋଟେ କହନ୍ତି। ମୁଁ ଦେଖେଇବି। ଆଉ ଆମେ ଜଙ୍ଗଲରୁ ଅଲରେଡ଼ି ଆଣା ହେଇଛି ଭାରି, ଘରେ ବର୍ତ୍ତମାନ ତାକୁ ବାଛା ଚାଲିଛି। ଆଉ ପ୍ରୋସେସ୍ଟା ଆକ୍ଚୁଆଲି ତାକୁ ଛିଣ୍ଡେଇକି ପାଣିରେ ପକା ହେଉଛି। କ'ଣ ପାଇଁ ନା, ଆକ୍ଚୁଆଲି ସେଇଟା ଆମର ମାଟିରେ ତିଆରି ହେଉଛି, ମାଟିରେ ଉଠୁଛି। ମାଟି କିମ୍ବା ବାଲି ଫାଲି ଲାଗିଥିବ ଯଦି ଆପଣ ତରକାରୀ କରିବେ କୋଡ଼ ଖାଇବାକୁ ଭଲ ଲାଗିବନି, କୋଟର କାଟ ଲାଗିବ। ତ ସେଇଥିପାଇଁ ତାକୁ ଆମେ ଛିଣ୍ଡେଇକି ସଫା କରିବା ଆଗ। ସଫା କରିକି ପାଣିରେ ପକାଇଲେ ହେବ କ'ଣ ନା, ପାଣିରେ କିଛି ସମୟ ତାକୁ ଛାଡ଼ିଦେଲେ ବତୁରି ଯିବ। ଯଦି ମାଟି କିମ୍ବା ବାଲି ଲାଗିଥିବ ସେଇଟା ଧୋଇଲେ କି ମାଟି କିମ୍ବା ବାଲି ତଳକୁ ପଳାଇବ, ତଳେ ଖସି ରହିବ। ଆଉ ଛତୁ ସବୁ ଉପରେ ଭାସୁଛି, ଆଉ ମାଟି ବାଲି ସବୁ ତଳେ ପଡ଼ିଗଲେ ଆପଣ ଆରାମସେ ଛାଣିକି ତାକୁ ରୋଷେଇ କରିକି ଖାଇବେ। ଆଉ ବଢ଼ିଆ ଟେଷ୍ଟ ହେବ। ଆଉ ସେ ଯେଉଁ କଡ଼ର ପକଡ଼ ବାଲି ଗୁଡ଼ି କିଛି ଲାଗିବନି ହେଲା, ବୁଝିପାରିଲେ। ଏମିତି ପ୍ରୋସେସ୍ରେ ଛତୁକୁ ରୋଷେଇ କରାଯାଏ। ତ ଆମର ଆଜି ବାଲି ଛତୁ ଆଉ ନାଡ଼ ଛତୁ, ଆମ ଲାଙ୍ଗୁଏଜ୍ ତ ନାଡ଼ ଛତୁ କୁହାଯାଏ। ଆପଣଙ୍କ ଆଡ଼େ କ'ଣ କୁହାଯାଏ ମୁଁ ଜାଣିନି। କ'ଣ କୁହାଯାଏ ଆପଣମାନେ କମେଣ୍ଟ କରନ୍ତୁ, କ'ଣ ଛତୁ କୁହାଯାଏ। ଆଉ ମୋତେ ଆଜି କହିଲେ
ଏହା କହିଲେ ତାଙ୍କ ଆଡ଼େ କଣ ବିଢଣୀ କୁହାଯାଏ। ତ ବଢ଼ିଆ ସୁନ୍ଦର ସକାଳରେ ଚଢ଼େଇମାନଙ୍କ ସୁନ୍ଦର ଆବାଜ। ଆଉ ସାଇଡ଼ରେ ସବୁ ଉଡ଼ୁଛନ୍ତି, ସବୁ ଖାଉଛନ୍ତି। ତାପରେ ମୁଁ ଏବେ ଯିବି କୁଆଡ଼େ ନା ଗୋଟେ ଜାଗାକୁ, ମୁଁ ବି ଗୋଟେ ଜାଗାରେ ଦେଖିଥିଲି, ଯିବା ଦେଖିବା ହେଇଛି ନା ନାଇଁ। ଆପଣ ଦେଖନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ନୂଆ ଆସୁଛନ୍ତି ମୋ ଚ୍ୟାନେଲରେ ଯେଉଁମାନେ ସବସ୍କ୍ରାଇବ୍ କରନ୍ତୁ, ଆଉ ଯେଉଁମାନେ ଅଲରେଡ଼ି ମୋ ଚ୍ୟାନେଲରେ ଅଛନ୍ତି ଗୋଟେ ଲାଇକ୍ କରନ୍ତୁ। ଆଉ ମତାମତ କିଛି ଦେବା ପାଇଁ ଚାହୁଁଛନ୍ତି ଆପଣମାନେ କମେଣ୍ଟସ୍ କରନ୍ତୁ। ଭିଡ଼ିଓ କେମିତି ଲାଗୁଛି କୁହନ୍ତୁ। ଆଉ କ'ଣ ଦେ ଭିଡ଼ିଓରେ ମୁଁ ଆଉ ତ ଆକ୍ଚୁଆଲି ଛତୁରା ବଢ଼ି ନଥିଲା, ଛୋଟ ଛୋଟ ଅଛି, ବେଶୀ ବଢ଼ିନି। ମାନେ ଆଉ ହାର୍ଡ଼ଲି 2 ଦିନ ଯାଇଥିଲେ ବଢ଼ିଆ ବଡ଼ ବଡ଼ ସାଇଜ୍ ହେଇଥାନ୍ତା। ଏଇଟା ହେଉଛି ପୁରା ତା'ର କ'ଣ କହିଲ ଫାଷ୍ଟ ଷ୍ଟେଜ୍ରୁ ଆଣା ହେଇଯିବାର ଯେ ଏତେ ବଢ଼ିନି। ପୁରା ଟିକି ତାର ଆହୁରି ମାନେ ବହୁତ ବଡ଼ ହବାର ଥିଲା। ଆଉ ହଉ, ଆପଣମାନେ ଭିଡ଼ିଓ ଦେଖୁଥାନ୍ତୁ, ଏତିକି ଭଲ ପାଇବା ଆଶୀର୍ବାଦ ଦେଇଥାନ୍ତୁ, ଚ୍ୟାନେଲକୁ ବଢ଼େଇ ନିଅନ୍ତୁ। ପ୍ଲିଜ୍ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ। ରହିଲି, ଆଉ ଗୋଟେ ନୂଆ ଫ୍ରେଶ୍ ଭିଡ଼ିଓ ପୁଣି ଆପଣଙ୍କ ସାଙ୍ଗେ ଦେଖା ହେବ ହେଲା। ଟାଟା।